ତେଣୁ କିନ୍ତୁ ଆପଣ ଟିୟର ଗ୍ୟାସ୍ ଦ୍ୱାରା ପ୍ରଭାବିତ ହେଇଛନ୍ତି ରାଜେଶ ବାବୁ? କିଛିଟା ହେଲା, କାରଣ ମୁଁ ଫେସ୍ ପ୍ରଥମେ କଭର କରିନଥିଲି, ମୁଁ ଭାବୁଥିଲି ସେତେ ବିଶେଷ କିଛି ହବ ନାହିଁ, କିନ୍ତୁ ଏତେ ଦୂର ପର୍ଯ୍ୟନ୍ତ ତାର ଇମ୍ପାକ୍ଟଟା ହେଇଯିବ ବୋଲି ଜାଣିନଥିଲି। କିନ୍ତୁ ସେଟା ତ ଗୋଟେ ଅଲଗା କଥା। କିନ୍ତୁ ଯାହା ମୁଁ ଦେଖିଲି, ମୁଁ ପହର ଦିନ ବି ଯାଇଥିଲି, କାଲି ବି ଯାଇଥିଲି, ଆଉ ଆଜି ମୁଁ ଏଇ ଯୋଉ ପ୍ରୋଟେଷ୍ଟ ଯୋଉ ରାଲିଟା ଯୋଉ ଥିଲା ପାର୍ଲାମେଣ୍ଟ ପାଖାପାଖି ଅଞ୍ଚଳ ଗୁଡାକରେ, ସେଇଠି ମୁଁ ପ୍ରାୟ ଅଧିକ 2 ଘଣ୍ଟାରୁ ଉର୍ଦ୍ଧ୍ୱ ଆଜି ମୁଁ ସମୟ ବ୍ୟତୀତ କରିଛି। କଣ ଦେଖିଲେ ଆପଣ ଆଜି? ମତେ ଏଇ ପୁରା ଜିନିଷଟାରେ ଯୋଉ ଲାଗୁଛି, ସୋନମ ୱାଙ୍ଗଚୁକଙ୍କୁ ଯେତେବେଳେ ନେଇଗଲେ ମାନେ ହସ୍ପିଟାଲ, ତା ପରଠାରୁ ତା ଆଗରୁ 2-3 ଦିନ ଆଗରୁ ଯେତେବେଳେ ତାଙ୍କର ଦେହ ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ ପ୍ରକାର ଖବର ଯାଉଥିଲା, ଧୀରେ ଧୀରେ ସେଠି ଭିଡ ବଢିବା ଆରମ୍ଭ ହେଲା। କାରଣ ଭିଡ ଆପଣ ଜାଣିଥିବେ, ଏଇଟା ପ୍ରଥମେ ଆରମ୍ଭ ହେବା ପରେ ପରେ ସେ ଯନ୍ତର ମନ୍ତର ସେ ଯୋଉ ଧାରଣା ସ୍ଥଳରେ ଭିଡ କମି ଆସିଥିଲା। ବହୁତ କାଁ ଭାଁ କିଛି ଡେଡିକେଟେଡ କମିଟେଡ ସବୁ ଗୋଷ୍ଠୀ ସେଠି ଅଲଗା ଅଲଗା ଟେଣ୍ଟ ଲଗେଇକିରି ବସିଥିଲେ ଅନଶନରେ, କିନ୍ତୁ ପ୍ରାୟ ସାଧାରଣ ଜନତା, ସାଧାରଣ ଛାତ୍ର ବୃନ୍ଦ ଏମାନଙ୍କର ବିଶେଷ ଗହଳି ଦେଖାଯାଉନଥିଲା। କିନ୍ତୁ ଗତ 4-5 ଦିନ ଠାରୁ ସେଠି ଗହଳି ବଢିବା ଆରମ୍ଭ ହେଲା। କାଲି ଖାସ କରିକିରି ମୁଁ ଯେତେବେଳେ କାଲି ମୁଁ ପ୍ରାୟ 3 ଘଣ୍ଟା ସେ ପ୍ରୋଟେଷ୍ଟ ଭେନ୍ୟୁ ପାଖରେ ରହିଲି, ମୁଁ 5ଟାରୁ 8ଟା ପର୍ଯ୍ୟନ୍ତ ଦେଖିଲି ଧୀରେ ଧୀରେ ମୋ ସାମ୍ନାରେ କିଛି ନାହିଁ ତ କିଛି ନାହିଁ, କମ ସେ କମ 10-15 ହଜାର ଏକ୍ସଟ୍ରା ଭିଡ ସେଠି ଜୁଟିଲା। ମୁଁ ଥିବା କାଲି ସନ୍ଧ୍ୟା ବେଳେ ଆପଣ ଦେଖିଲେ 10ରୁ 15 ହଜାର ଭିଡ ଲୋକଙ୍କର, 10-15 ହଜାର ଆଡିସନାଲ ଭିଡ ଆସିଲା ସେଠି। ଯୋଉ 5-7 ହଜାର ଯୋଉ ଥିଲେ, ତା ଉପରକୁ 15-20 ହଜାର ଖଣ୍ଡେ କମ ସେ କମ ଆସିଥିବେ, ସେଟା ମୁଁ ଅନୁମାନ ଲଗେଇ ପାରିବି। ଆଉ ଆଜିର ତ ଅନ୍ଦାଜ ଲଗେଇବା ମୁସ୍କିଲ। ଆଜି ଅନ୍ଦାଜ ଲଗେଇବା ମୁସ୍କିଲ ମତେ କିନ୍ତୁ ଲାଗୁଛି ଆଜି ପ୍ରାୟ ଯୋଉ ମୋବିଲାଇଜେସନ ହେଇଛି 1,00,000 ପାଖାପାଖି ହେଇଥିବ। କିନ୍ତୁ ଯୋଉ ଜିନିଷଟି ମୁଁ ଦେଖିଲି ଆଉ ଯୋଉଟା କହିବାକୁ ଆପଣଙ୍କୁ ଚାହୁଁଛି, ଏଥିରେ ମୁଁ ଦେଖିଲି କୋଉ ଭଳିଆ ଛାତ୍ର କିଏ ଆସୁଛନ୍ତି। ମୁଁ ଏଥିରେ ଦେଖିଲି, ଆମ କାଲି ସନ୍ଧ୍ୟାବେଳେ ବି ଦେଖିଲି, ଆଜି ବି ଦେଖିଲି, ଆମର ପ୍ରିଭିଲେଜଡ ଫ୍ୟାମିଲିଜ ଗୁଡିକର, ବଡ ସହର ଦିଲ୍ଲୀ ଭଳି ବଡ ସହରର ଭଲ ଭଲ ପରିବାରର ପିଲା, ଅନେକ ପିଲା ଯୋଉମାନେ ବିଦେଶରେ ପଢୁଛନ୍ତି, ଏବେ ଖରା ଛୁଟିରେ ଆସିଛନ୍ତି, ଭଲ ଭଲ ୟୁନିଭର୍ସିଟିରେ ବି ପଢୁଛନ୍ତି, ସ୍କୁଲ କଲେଜରେ ପଢୁଛନ୍ତି, ତାଙ୍କୁ ଦେଖିଲେ ତାଙ୍କ ଆବରଣରୁ ଜଣା ପଡିଯାଏ ଭାରି କସ୍ମୋପଲିଟାନ ଲୁକ୍ ସେମାନଙ୍କର। ଯାହାକୁ ଆମେ ତାଙ୍କର ଇଣ୍ଟରେଷ୍ଟ କେମିତି ଆଫେକ୍ଟେଡ ହେଲା? ଯୋଉମାନେ ଫରେନରେ ରହୁଛନ୍ତି ସେମାନେ କାହିଁକି ଆନ୍ଦୋଳନରେ ସାମିଲ ହେଲେ? ମୁଁ ସେଟାକୁ ଆସୁଛି। ମୁଁ କହିଲି ଏକ ପ୍ରକାରର ଏଇଭଳିଆ ଗୁଡାଏ ପିଲାଙ୍କୁ ମୁଁ ଦେଖିବାକୁ ପାଇଲି। ଦ୍ୱିତୀୟ ଗୋଷ୍ଠୀ ମୁଁ ଦେଖିବାକୁ ପାଇଲି, ପ୍ରାୟ ଗୁଡାଏ ଛୋଟ ଛୋଟ ସହରରୁ ନିଜେ ପଇସା ଖର୍ଚ୍ଚ କରି ଅନେକ ଛାତ୍ର ଆଉ ଯୁବଗୋଷ୍ଠୀର ଲୋକ ଆସିଛନ୍ତି। ମୁଁ ଭେଟ କଲି ଇଟାୱାରୁ, କାନପୁରରୁ, ବିକାନେରରୁ, ଆଜମେରରୁ, ଇଭେନ ନାସିକ, ଇଭେନ ଓଡିଶା ବାଲେଶ୍ୱର ଆଉ ଭଦ୍ରକରୁ ବି କିଛି ପିଲା ଆସିଛନ୍ତି। ତେଣୁ ବିଭିନ୍ନ ସ୍ମଲ ଟାଉନରୁ ଅନେକ ପିଲା ଆସୁଛନ୍ତି। ସେଟା ହେଲା ଗୋଟେ ଦ୍ୱିତୀୟ ଗ୍ରୁପ। ତୃତୀୟ ଗ୍ରୁପ ଯୋଉଟା ମୁଁ ଦେଖିଲି, ଏଥିରେ ଗୁଡାଏ ମୁଁ ଦେଖିଲି ଆମ୍ବେଦକରାଇଟ ଗ୍ରୁପ, ମାନେ ଦଳିତ ଷ୍ଟୁଡେଣ୍ଟସ, ଦଳିତ ୟୁଥଙ୍କର ଗୁଡାଏ ଗ୍ରୁପ ବି ସାମିଲ ହେଇଛନ୍ତି। ଏଇଟା ହେଲା 3ଟା। ଚତୁର୍ଥ ଗ୍ରୁପ ଯୋଉଟା ହେଲା, ଏଇଟା ହେଲା ବିଭିନ୍ନ ରାଜନୈତିକ ଦଳର ଯୋଉ ଛାତ୍ର ସଂଘ କି ଯୁବ ସଂଘ ଅଛନ୍ତି, ସେମାନଙ୍କର ନେତୃତ୍ୱ। ତ ଏଇଟା ହେଇଛି ରାଜେଶ ବାବୁ, ଯେ ବିରୋଧୀ ଦଳ ତାଙ୍କ ଛାତ୍ର ସଂଗଠନ ମାନଙ୍କୁ ଏଥିରେ ଲଗେଇ ଦେଇଛନ୍ତି, ଯୋଉଥିପାଇଁ ଏତେ ଭିଡ ହେଲା? ନା, ତାଙ୍କର ମୁଁ କହିବି ବହୁତ କମ, ସେ କିଛିଟା ପରିମାଣରେ ଅଛନ୍ତି। ମେନ୍ ଯୋଉ ମୁଁ ଦେଖିଲି, କଂଗ୍ରେସର ଯୋଉ ଛାତ୍ର ସଂଗଠନ ଅଛି ଏଥିରେ ସାମିଲ ହେଇଛି କି ନାହିଁ? କଂଗ୍ରେସର ଛାତ୍ର ସଂଘ ଜଏନ କରିନାହିଁ ଏପର୍ଯ୍ୟନ୍ତ। ବାମପନ୍ଥୀ ଦଳର ଛାତ୍ର ସଂଘ ମାନେ ଜଏନ କରିଛନ୍ତି, ଆଉ କିଛିଟା ଇଣ୍ଡିପେଣ୍ଡେଣ୍ଟ ଛାତ୍ର ସଂଘ ମାନେ ଜଏନ କରିଛନ୍ତି। ଗ୍ରୁପ ଏଥିରେ ସାମିଲ ଅଛନ୍ତି ବୋଲି ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ହଉଛି। ବାମବାଦୀ ଛାତ୍ର ସଂଗଠନ ଗୁଡ଼ିକ, ଆଇସା, ଏଡସୋ, ଏମାନେ ଅଛନ୍ତି। କିନ୍ତୁ ଯୋଉଟା ମନୋରଞ୍ଜନ ବାବୁ, ଯୋଉଟା ଆମକୁ ନୋଟ କରିବା କଥା, ଏଇ ଯୋଉ ପ୍ରଥମ 2ଟି ବର୍ଗ ମୁଁ କହିଲି, ଛୋଟ ଛୋଟ ସହରରୁ, ବିଭିନ୍ନ ପ୍ରାନ୍ତରୁ ନର୍ଥ ଇଣ୍ଡିଆର, ଆଉ ଏଇ ଯୋଉ ଗୋଟେ ପ୍ରକାର ଆପଣ ଯୋଉ କହିପାରିବେ ପ୍ରିଭିଲେଜ ଚିଲଡ୍ରେନ, ଯୋଉମାନଙ୍କୁ କି ଏକ ପ୍ରକାର କହିବାକୁ ଗଲେ ଭାରତର ଶିକ୍ଷା ବ୍ୟବସ୍ଥା ଏବେ କଣ ହଉଛି ସେଟା ଆମକୁ ଆଫେକ୍ଟ କରୁନାହିଁ। ସେମାନେ ଭଲ ଭଲ ସ୍କୁଲରେ ପଢିଲେ, ଏବେ ବାହାରେ ବିଦେଶରେ ଯାଇକି ଭଲ ଭଲ କଲେଜରେ ପଢୁଛନ୍ତି, ସେମାନେ ବି ଯୋଡି ହେଇଛନ୍ତି। ଏଇ ଦିଓଟି ଜିନିଷ ଗୋଟିଏ କଥା ଦେଖଉଛି। ଆଉ ଦ୍ୱିତୀୟ କଥାଟି, ପ୍ରଥମେ ଆପଣ ଶୁଣିଥିବେ, ଆପଣ ଖାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ରେଜିଗ୍ନେସନ କଥା ଡିମାଣ୍ଡ ଶୁଣୁଥିଲେ। ଏବେ ମୁଁ ଆଜିର ପ୍ରୋଟେଷ୍ଟ କଥା ଯଦି କହିବି, କାଲିର ସନ୍ଧ୍ୟା ବେଳର ଯୋଉ ରାଲି କଥା କହିବି, ଏଠି
ଧର୍ମେନ୍ଦ୍ର ପ୍ରଧାନଙ୍କ ରେଜିଗ୍ନେସନ ଠାରୁ ଆଗକୁ କଥା ବଢିଗଲାଣି। ଏବେ ମତେ ଆଜି ଗୋଟେ ପିଲା ମୁଁ ତାକୁ ପଚାରିଲି, ମୁଁ କହିଲି ମାନେ କଣ ସବୁ ଡିମାଣ୍ଡ ହଉଛି? କହିଲା ଆଜ୍ଞା ଖାଲି ଧର୍ମେନ୍ଦ୍ର ପ୍ରଧାନଙ୍କର ରେଜିଗ୍ନେସନ ଡିମାଣ୍ଡଟା ଏବେ ମାତ୍ର 20% ଲୋକଙ୍କ ପାଖରେ, ମାନେ ସେଥିରେ ସୀମିତ ରହିଥିବା ଲୋକ ହଉଛନ୍ତି 20%। ଅଧିକାଂଶ ଲୋକ ଏବେ ବ୍ୟବସ୍ଥାଗତ ପରିବର୍ତ୍ତନ ଚାହୁଁଛନ୍ତି। ଅଧିକାଂଶ ଲୋକ ଏ ପୁରା ସରକାରକୁ, ଏ ପୁରା ବ୍ୟବସ୍ଥାକୁ ଦାୟୀ ଭାବୁଛନ୍ତି। ଅଧିକାଂଶ ଲୋକ ଗୋଟେ ରାଜନୈତିକ ପରିବର୍ତ୍ତନ ଚାହୁଁଛନ୍ତି। ଏଇଟା ହେଲା ଗୋଟେ ବହୁତ ବଡ ଟେକ୍ ଆୱେ। ତେଣୁ ଯୋଉଟାକୁ ଆମେ ଭାବୁଥିଲେ ଯେ ଗୋଟେ ଛୋଟ, ଆପଣ ଯୋଉ କହୁଥିଲେ ଯେ ବିଦେଶରେ ପଢୁଥିବା ଛାତ୍ର ମାନେ, ବଡ ବଡ କଲେଜରେ ପଢୁଥିବା ଛାତ୍ର ମାନେ, ବଡ ବଡ ସ୍କୁଲରୁ ପାଠ ପଢି ଯାଇଥିବା ପିଲାମାନେ, ସେମାନେ ଆନ୍ଦୋଳନକୁ ଆସିଲେ, ତାଙ୍କର କଣ ଅସୁବିଧା ହେଇଗଲା? ସେମାନେ ତ କର୍ପୋରେଟରେ ଚାକିରି କରିବେ, ତାଙ୍କ ଘରେ ତ ବହୁତ ପଇସା ଅଛି। ସେଇଟାକୁ ଆମେ ଅସୁବିଧା ଭାବରେ ଦେଖିବା ନାହିଁ। ସେଇଠି କଥାଟି ଅଛି ଯେ ଏଇ ପିଲାମାନେ ତାଙ୍କ ନିଜ ସ୍ୱାର୍ଥକୁ ଦେଖୁନାହାନ୍ତି। ତାମାନେ ତାଙ୍କ ସ୍ୱାର୍ଥ ଉପରେ ସେ ଦେଶର ସ୍ୱାର୍ଥକୁ ଦେଖୁଛନ୍ତି। ସେମାନେ ଯୋଉ ପିଲାମାନେ ଅଣ୍ଡର ପ୍ରିଭିଲେଜଡ, ଯୋଉମାନଙ୍କ ସହିତ ଅନ୍ୟାୟ ହଉଛି, ତାଙ୍କ ସହିତ ଗୋଟେ ସିମ୍ପାଥାଇଜ କରୁଛନ୍ତି। ଏଇଟା ଗୋଟେ ବହୁତ ବଡ ସ୍ୱାଗତ ଯୋଗ୍ୟ ଡେଭଲପମେଣ୍ଟ। ଆପଣ କହୁଛନ୍ତି ଅସୁବିଧା କଣ ହେଲା? ଆମର ଯେତେବେଳେ ସ୍ୱାଧୀନତା ସଂଘର୍ଷ ହେଲା, ଯୋଉ ଲୋକମାନେ ଆସିକିରି ଆର ସବୁଠୁ ଆଗକୁ ରହିଲେ, ସେମାନେ ବି ତ ସେଇ ଭଲ ଭଲ ପରିବାରର ଥିଲେ, ବାରିଷ୍ଟରଙ୍କର ଛୁଆ ଥିଲେ, ବିଦେଶରେ ପଢୁଥିଲେ, ବାରିଷ୍ଟରୀ କରିକିରି ଆସିଲେ। ଆପଣଙ୍କର ଯୋଉ ଆମର ଯେ ଦେଶର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ସିଏ ବି ତ ଗୋଟେ ବାରିଷ୍ଟର ଥିଲେ, ସିଏ ଆସିଲେ ଏ ଦେଶକୁ। ଏଇଟା ଗୋଟେ ବହୁତ ଭଲ ମୁଁ କହିବି ଯେ ସ୍ୱାଗତ ଯୋଗ୍ୟ ଡେଭଲପମେଣ୍ଟ। ଯଦି ଏଇ ପିଲାମାନେ ଯୋଉମାନେ କିନ୍ତୁ ସରକାର କେତେ ଇମ୍ପାକ୍ଟ ହେଇଛନ୍ତି ରାଜେଶ ବାବୁ? ସରକାର କେତେ ପରିମାଣରେ ପ୍ରଭାବିତ ହେଇଛନ୍ତି? ଏମିତି ଗୋଟେ ଆନ୍ଦୋଳନ ହଉଛି, ମୋଦି ସରକାର ବହୁତ ଷ୍ଟ୍ରଙ୍ଗ ସରକାର, ସେ ଏଇ ଆନ୍ଦୋଳନ ବେଶୀ ପ୍ରଭାବିତ ହୁଅନ୍ତି ନାହିଁ ସରକାର, ତ ଏଥିରେ କେତେ ପ୍ରଭାବିତ ହେଇଛି? ଏକଦମ ଠିକ କଥା କହିଲେ ଆପଣ। ମୋଦି ସରକାରଙ୍କର ଆପଣ ଡିଫରେଣ୍ଟ ଷ୍ଟେଜେସ ର ରିଆକ୍ସନ ଦେଖିବେ। ମୋଦି ସରକାର ପ୍ରଥମେ ଯେତେବେଳେ ଏଟା ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା, କିଛିଟା ଘବରେଇ ଯାଇଥିଲେ। ସେତେବେଳେ ସେ ଅନେକ ପ୍ରକାରର ବ୍ୟାନ୍ ନେଇ ଆସିଲେ। ସେମାନେ ସୋସିଆଲ ମିଡିଆ କମ୍ପାନୀ ଗୁଡିକୁ ଫୋର୍ସ କରିକିରି ଗୋଟେ ଦିଟା ସୋସିଆଲ ହ୍ୟାଣ୍ଡେଲ ବ୍ୟାନ୍ କରିଦିଆଯାଇଥିଲା, ବନ୍ଦ କରିଦିଆଯାଇଥିଲା। ତା ପରବର୍ତ୍ତୀ ସମୟରେ ଏଟାର ଆଶଙ୍କା କରାଯାଉଥିଲା, ଯେତେବେଳେ ଅଭିଜିତ ଦୀପକେ ଆନ୍ଦୋଳନର ଯିଏ ନେତା, ଯିଏ ବଷ୍ଟନରେ ଥିଲେ, ତାଙ୍କର ସେଠି ପଢା ସରିଯାଇଥିଲା, ସିଏ ଆସିବେ, ଆଶଙ୍କା କରାଯାଉଥିଲା ଯେ ଦିଲ୍ଲୀ ଏୟାରପୋର୍ଟରେ ସେ ପହଞ୍ଚିଲା ପରେ ତାଙ୍କୁ ଆରେଷ୍ଟ କରି ଦିଆଯିବ, ତାଙ୍କୁ ଏଠି ଆନ୍ଦୋଳନ କରିବାକୁ ଦିଆଯିବ ନାହିଁ। କିନ୍ତୁ ସରକାର କିଛି କଲେ ନାହିଁ, ତାଙ୍କୁ ଆସିବାକୁ ଦେଲେ, ଏଠି ଆନ୍ଦୋଳନ କରିବାକୁ ଦେଲେ। ତାର ଦିଟି ମତାମତ ଅଛି ତା ଉପରେ। ଗୋଟେ କଥା ହଉଛି କିଛି ଲୋକ କହୁଛନ୍ତି ହୁଏତ ସରକାର ତରଫରୁ ଏ ଗୋଟେ ପ୍ରକାର ବଫର ଫୋର୍ସ ବନୁଛି। ଦ୍ୱିତୀୟ କଥା ଯୋଉଟା ହେଲା, ଯୋଉଟା କି ମୁଁ ଯୋଉଟା ବିଶ୍ୱାସ କରେ, ଯେ ସରକାରଙ୍କର ଆସେସମେଣ୍ଟରେ ସରକାର ଭାବିଲେ ଯୋଉ ପ୍ରଥମ ତାଙ୍କର ରିଆକ୍ସନଟା ଥିଲା, ସେଟା ଟିକେ ଓଭର ରିଆକ୍ସନ ଥିଲା। ଏମାନଙ୍କର କିଛି ହବ ନାହିଁ, ଏ ସୋସିଆଲ ମିଡିଆ କ୍ୟାମ୍ପେନ ସୋସିଆଲ ମିଡିଆରେ ରହିଯିବ, ଆଉ ଧୀରେ ଧୀରେ ଏଟା ଡାଇ ଡାଉନ କରିଯିବ। ତେଣୁ ସରକାର ତାଙ୍କୁ ଗୋଟେ ଆରେଷ୍ଟ କରି ହିରୋ ବନେଇଦେବା, କି ଯୁବଗୋଷ୍ଠୀଙ୍କ ଭିତରେ, ଛାତ୍ର ଗୋଷ୍ଠୀଙ୍କ ଭିତରେ ଆହୁରି ବେଶୀ ଅସନ୍ତୋଷ ଆକ୍ରୋଶ ର ଗୋଟେ ଅପରଚ୍ୟୁନିଟି ଦେବା, ଏଟା ଠିକ ଭାବିଲେ ନାହିଁ। ତେଣୁ କିଛି କଲେ ନାହିଁ। କିନ୍ତୁ ତାପରେ ପରେ ଧୀରେ ଧୀରେ ମାମଲା ସରି ଆସୁଥିଲା। ଗତ 3-4 ଦିନ ଭିତରେ ଯୋଉ ଡେଭଲପମେଣ୍ଟ ହେଲା, ଯେତେବେଳେ ବହୁ ପରିମାଣରେ ଛାତ୍ର ଆଉ ଯୁବ ଗୋଷ୍ଠୀ ସବୁ ଆସିବା ଆରମ୍ଭ କଲେ, ଆଉ ପଲିଟିକାଲ ପାର୍ଟି ମାନେ ଯେତେବେଳେ ତାଙ୍କର ସମର୍ଥନ ଦେବା ଆରମ୍ଭ କଲେ, ଯେମିତି କି ଆମ୍ ଆଦମୀ ପାର୍ଟି ତ ମୂଳରୁ ସମର୍ଥନ ଦେଇଥିଲା। ରାକେଶ ଟିକାୟତ ସିଏ କହିଲେ ମୁଁ ପାର୍ଲାମେଣ୍ଟର ଏଇ ଯୋଉ ପ୍ରୋଟେଷ୍ଟରେ ତାଙ୍କୁ ଜଏନ କରିବି, ଯେ ଯୋଉ କିଷାନ ଲିଡର। ତାପରେ ଚନ୍ଦ୍ରଶେଖର ରାବଣ ଯିଏ ଭୀମ ଆର୍ମି ବାଲା, ସିଏ କହିଲେ ଆମେ ତାଙ୍କୁ ଯୋଗ ଦବୁ। ତାପରେ କଂଗ୍ରେସ ପାର୍ଟିର ପବନ ଖେରା ଭରିକା ଯାଇ ପ୍ରୋଟେଷ୍ଟର ମାନଙ୍କ ସହିତ ଭେଟ କଲେ, ସେମାନେ ତାଙ୍କର ସମର୍ଥନ ଦେଲେ। ଆଉ ଯେତେବେଳେ ସୋନମ ୱାଙ୍ଗଚୁକଙ୍କୁ ଉଠେଇ, ତାପରେ ସେମାନେ ଟିକେ ତତ୍ପରତା ଦେଖେଇଲେ ଏଟାକୁ କେମିତି ବନ୍ଦ କରିବାକୁ ପଡିବ। ତେଣୁ ସେମାନେ ସୋନମ ୱାଙ୍ଗଚୁକଙ୍କୁ ଯେତେବେଳେ ନେଲେ, ତୁରନ୍ତ ରାହୁଲ ଗାନ୍ଧୀ ବି ଟ୍ୱିଟ୍ କଲେ। ଏବେ ଆଜିର ଯୋଉ ହାଲାତ ହେଇଛି, ଆପଣ ଯଦି କହିବେ, ସରକାର ଏପର୍ଯ୍ୟନ୍ତ ଏମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ରାଜି ହଉନଥିଲେ। ସେମାନେ ତାପରେ କାଲି କଣ ହେଲା? କାଲି ଆଜି ତ ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। କହୁଛି, ମୁଁ ସେଇ କଥାଟି କହୁଛି। କାଲି ସନ୍ଧ୍ୟା ବେଳେ ସରକାରଙ୍କ ତରଫରୁ ପ୍ରଥମେ ଅପସନ ଆସିଲା ଯେ ଦିଲ୍ଲୀର ପୁଲିସ କମିଶନର ଏ ପ୍ରୋଟେଷ୍ଟର୍ସ ମାନଙ୍କ ସହିତ ନିଗୋସିଏଟ କରିବେ। ପ୍ରୋଟେଷ୍ଟର୍ସ ମାନେ ରିଜେକ୍ଟ କରିଦେଲେ। ତା ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଦିଟା ଲୋକଙ୍କର ନାଁ ପ୍ରପୋଜ କଲା, ସେମାନେ ରିଜେକ୍ଟ କରିଦେଲେ। ତାପରେ ଗୋଟେ ମିନିଷ୍ଟର ଅଫ ସେକ୍ରେଟାରୀଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପ୍ରପୋଜାଲ ଦିଆଗଲା, ସେଟା ସେମାନେ ରିଜେକ୍ଟ କରିଦେଲେ। ବାଧ୍ୟ ହେଇକିରି ସରକାର ଆଜି ଜେପି ନଡ୍ଡାଙ୍କୁ
कहले तुम्हें कथबार्ता कर किंतु हैला कौन सेठी मामलाटा बिगड़ी गला जेपी नड्डा सहित मैंने देखा करने जिते गले आंकर दुईटी प्रतिनिधि 2 घंटा तांको बसई रखिले वेट करे रखिले आसीबा परे 10 मिनिट मात्र कथा हेले तांकर डिमांड लेटर नेले कथा सरी गला सेही जिनसटी एबे आउरी एमानक भितर गोटे असंतोषटाको आउरी बढ़ाई देछि तेणु एबे सरकार एक पक्षरे जेपी नड्डा को तांको सहित कथबार्ता करिया पई जो आदेश देले सेटा गोटे तरफ रे दर्शाउछि जे सरकार गवर्नमेंट हैज ब्लिंक्ड गवर्नमेंट हैज एग्रीड टू टॉक सेटा माने सरकार निश्चित रूपे एटा गोटे पक्षरे आपण कहिबे आलोचनार परिवेश तयारी कले ओटा कन्वर्सेशन परिवेश तयार करिया पई मजबूर हेइछंती आलोचनार परिवेश तयार करिया पई मजबूर हेइछंती एबे तो ए 2 घंटा काई कि बसेले आज्ञा 2 घंटा काई कि बसेले मु जाने नै एटा तो मु तो कहबी बहुत भूल कथा आपण जदी डाकिले कथावार्ता करिया पई आपण अपेक्षा काई करैले तांको से माने एटा देखिया पई कि नै हमर गोटे अपर हैंड अछि सेटा एटा सरकार तो आपण को भाबुछन सरकार सीरियसली नउछंती ए आंदोलन को ना सरकार सीरियसली नबा को पड़िबो से सीरियसली नेबे काई आज मु जहा देखिली जो लोकन को भितरे जो राग अछि जो लाठीचार्ज अनेक गुड़ाई जगह हेछि लाठीचार्ज आ टियर गैस सेल्स तो लगातार माने मु तो सेठी थिली 3टा 3:30 पर्यंत 12टा रु नहीं 3:30 लगातार 4 घंटा पर्यंत विभिन्न जगह रे पार्लियामेंट रो आख पाख एरिया राजेंद्र प्रसाद मार्ग कोंतु रायसीना मार्ग कोंतु पार्लियामेंट स्ट्रीट कोंतु विभिन्न जगह रे एमान को तोडु थाए आ देखंतु एबे समय बदली गलानी प्राय सेठी सब छुआ मोबाइल फोन नहीं कि रेकॉर्डिंग करी एबे संध्या बेलू को आपण देखिबे अपलोडिंग आरंभ हो कारण आज 5 किलोमीटर परिधि रे सेठी इंटरनेट जाम कर दिया जायतिला अनेक पिला मते कहउतिले जे आज्ञा हमें अपलोड करि पारु न एगुडको अपलोड कर देले वायरल हे जायथिले और भी बहुत प्रोटेस्टर आसी जायथांते किंतु एगुडको संध्या ए सब पिला ओरी जीवनी एबे आरंभ होबो आपण देखिबे एटा आज एटा गोटे पर्याय सरीला कहि परिबे किंतु ए गोटे आंदोलनटा एटा बड़ आकार धरि नेलानी ए आंदोलन रे एबे केवल धर्मेंद्र प्रधानकर रेजिग्नेशन डिमांड नुहे ए आंदोलन रो आभिमुख्य एबे गोटे व्यवस्थागत परिवर्तन बनिवारे आरंभ होलानी।